ओके, नमस्कार। जय आरसीएम, गुड मॉर्निंग, सुप्रभात। समस्त जय बहुत बहुत श्रीराम, गुड धन्यवाद। मॉर्निंग। थैंक यू, बहुत बहुत धन्यवाद ସମସ୍ତଙ୍କୁ। ଆଜି ଗୋଟେ ବହୁତ ବଢିଆ ସେକ୍ସନରେ ଆମେମାନେ ଯୋଡି ହେଇକି ଥିଲେ। ବହୁତ ଆନନ୍ଦ ହିଁ ଆନନ୍ଦ, ପୁରା ଜୀବନଟା ଆନନ୍ଦର ବାଟ ଆମେ ଦେଖିପାରିଲେ। ଧ୍ୟାନ ଗୋଟେ ବହୁତ ବଢିଆ ଜିନିଷ ଯୋଉଟା କି ଆଜି ଆମେ ଶିଖିଲେ। ମୁଁ ତ ଧନ୍ୟବାଦ ଦଉଛି ସେଇ ପରମାତ୍ମାଙ୍କୁ, ଆମେ ମଣିଷ ଜନ୍ମ ପାଇଛେ। ଆଉ ସବୁଠୁ ବଡ଼ ଧନ୍ୟବାଦ ଯେ ଆମକୁ ଆରସିଏମ ରୂପୀ ଗୋଟେ ବହୁତ ବଡ଼ ଅଭିଯାନରେ ଆମକୁ ସାମିଲ ଆମେ ମାନେ କରିଛେ। ଆଉ ତାଠୁ ବହୁତ ବଡ଼ ଧନ୍ୟବାଦ ଯେ ଆମେ ଗୁରୁକୁଳ ସହିତ ଇନଭଲ୍ଭ ରହୁଛେ। ସବୁ ଦିନେ ଆମେ ଇନଭଲ୍ଭ ରହୁଛେ, ତାକି ନୂଆ ନୂଆ କଥା ବହୁତ ସାରା ଯୋଉଟା କି ଆମେ କେତେଟା ଜିନିଷ ଜାଣିଛେ କିନ୍ତୁ ତା ଉପରେ ଆମେ ବିଶେଷ ଧ୍ୟାନ ଦେଇନେ। ତ ସେ ପ୍ରକାରର ଗୋଟେ ବାତାବରଣରେ ଆମେ ଇନଭଲ୍ଭ ହଉଛେ। ସେଥିଲାଗି ବହୁତ ବହୁତ ଧନ୍ୟବାଦ ପରମାତ୍ମାଙ୍କୁ। ଇଏ ଧ୍ୟାନ ଗୋଟେ ବହୁତ ବଢିଆ କଥା। ପ୍ରତ୍ୟେକ ବୁଧବାର ଦିନ ଆମକୁ ଶିଖିବାକୁ ମିଳୁଛି। ଆଉ କେବଳ ବୁଧବାର ଦିନ ଆମେ ଧ୍ୟାନ କଲେ ହବନି, ଯେ ପ୍ରତ୍ୟେକ ଦିନ ଧ୍ୟାନ କରିବା ନିହାତି ଜରୁରୀ। ଦିନରେ କୌଣସି ସମୟରେ ବି ଆମେ ଧ୍ୟାନ କରିପାରିବା। ଯୋଉ ସାତ ଚକ୍ର ସହିତ ଆମେ ଧ୍ୟାନ କରିପାରିବା, ପରମାତ୍ମାଙ୍କୁ ସ୍ମରଣ କରିପାରିବା, ନିଜ ନିଶ୍ୱାସ କୁ ନବା ଛାଡିବା। ତ ତା ଉପରେ ଆମେ ଯଦି ଧ୍ୟାନ କରିପାରିବା, ଆମ ଜୀବନଟି ଆନନ୍ଦମୟ ଜୀବନ ହେଇଯାଇପାରିବ। ତ ମା ଇଏ କଥା ବହୁତ ବଢିଆ କଥା ଆଜି ମୁଁ ଶିଖିଲି ଯେ ନିଜ ଦ୍ୱାରା ନିଜକୁ ଚିହ୍ନିବା ପାଇଁ ଇଏ ହଉଛି, ଜାଣିବା ପାଇଁ ଇଏ ହଉଛି ଧ୍ୟାନ। ଏହାକୁ ଧ୍ୟାନ କୁହାଯାଏ। ତ ଏଇଟା ଗୋଟେ ବହୁତ ବଡ଼ କଥା। ଏଇଟା ହିଁ ସମ୍ପୂର୍ଣ୍ଣ ବ୍ରହ୍ମାଣ୍ଡ। ବହୁତ ବଢିଆ କଥା। ଆଜି ଆମେ କିଛି କିଛି ସମସ୍ତଙ୍କର ଯାହା ନୂଆ ଶିଖିଲେ, ଆମେ ତ ଯାହା କରୁଛେ ତ ଠିକ ଅଛି। ଆଜି କୋଉଟା ନୂଆ ଶିଖିଲେ ଆମେ ତା ଉପରେ ଆମେ ଆରମ୍ଭ କରିବା। ଫାର୍ଷ୍ଟ ଆଜି ଅମୀୟଙ୍କଠୁ ଷ୍ଟାର୍ଟ କରିବା। ସାର୍ ନମସ୍କାର। ଜନ ନମସ୍କାର। ସାର୍ଙ୍କୁ ନମସ୍କାର। ସମସ୍ତଙ୍କୁ ଜୟ ଆରସିଏମ। ଆଜିର ଦିନଟି ଅତ୍ୟନ୍ତ ମହତ୍ୱପୂର୍ଣ୍ଣ ମୋ ଲାଗି, ପ୍ରାୟ ଭାବୁଛି ସମସ୍ତଙ୍କ ଲାଗି ହବ। କାହିଁକି ନା ଯୋଉ କେତେଗୁଡା ଜିନିଷ ମୋ ମନରେ ତ୍ରୁଟି ଥିଲା, ଯୋଉ ଫୁଲ ଗୁଡାକୁ ଆମେ ଭାବୁଥିଲେ ଯେ ବେଳେ ବେଳେ ଭାବେ ଯେ ପ୍ଲାଷ୍ଟିକ ଫୁଲ ଆଣି ସେଇ ଟାଇପ ର ଆମେ ଧ୍ୟାନ କରିବା, ସେଇଟା ବି ନୁହେଁ। ମନ୍ଦାର ଫୁଲ ବି ମିଳୁଛି ବାଡିରେ, ତାକୁ ବି ଆଣି ପାଖରେ ରଖିକି ଧ୍ୟାନ କରିବାଟା ବି ଠିକ ନୁହେଁ। ସାତ ଚକ୍ର ସହିତ ଯଦି ଆମେ ଫୁଲର ଗଛଟା ଆଣିକି ଫୁଲ ଫୁଟିଥିବ ପାଖରେ ରଖି ଧ୍ୟାନ କଲେ ସେଇଟା ହିଁ ମହତ୍ୱପୂର୍ଣ୍ଣ। ଏଇ ଗୋଟେ କଥା। ଦ୍ୱିତୀୟ କଥା ହଉଛି କଣ ଶିଖିଲେ ଆଜି, ଯେ ଧ୍ୟାନଟା ଯାହାକୁ ଯେତିକି ବର୍ଷ ବୟସ ସେତିକି ମିନିଟ କରିବା ଦରକାର। ଯଦି ବି ସମୟ ନ ମିଳୁଛି ତାକୁ ଅଧା ଅଧା କରିକିରି ଶୋଇବା ପୂର୍ବରୁ କରିପାରିବା, ଆଉ ଭୋର ଭୋର ମଧ୍ୟ କରିପାରିବା। ଏଇଟା ହଉଛି ଗୋଟେ ଗୁରୁତ୍ୱପୂର୍ଣ୍ଣ କଥା। ଆଉ ଗୋଟେ ବଡ କଥା ହେଲା, ଆମେ ଯୋଉ ବ୍ରହ୍ମାଣ୍ଡ ଭିତରେ ରହିଛେ, ବ୍ରହ୍ମାଣ୍ଡ ଯୋଉ ଶକ୍ତି, ଯୋଉ ନିଶ୍ୱାସ ଦ୍ଵାରା ଭିତରକୁ ନଉଛେ, ସେ ଶକ୍ତି ଆମ ଭିତରେ ଜାଗ୍ରତ ହବା ଦରକାର। ତେଣୁ ଓମ୍ ଟା ଉଚ୍ଚାରଣ କରିସାରିଲା ପରେ ତା ଭିତରେ ଆମେ ବାର 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 କରିସାରିଲା ପରେ ମନ ଭିତରେ ତାକୁ ଆମେ ନିଜକୁ ଶୂନ୍ୟ କରିଦେଲେ ହିଁ କିଛି ଆମେ ନିଜ ଭିତରେ ହିଁ ପ୍ରବେଶ କରିପାରିବା। ଆଉ ଆମେ କେତେ ବଡ ଆମେ ନିଜକୁ ନିଜେ ହିଁ ଅନୁଭବ କରିପାରିବା। ମୁଁ ଏତିକି କହି ରହୁଛି ସାର୍, ନମସ୍କାର। ଆଉ ବହୁତ ଅନ୍ୟମାନଙ୍କୁ ବଢିଆ, ସମୟ ବହୁତ ଦେଇଥିବାରୁ ବଢିଆ, ବହୁତ ବଢିଆ। ନମସ୍କାର ସାର୍, ସତପତି ସାର୍। ଓକେ ଓକେ, ବହୁତ ବଢିଆ, ବହୁତ ବଢିଆ। ଆ, ଚିତ୍ତ ବାବୁ କୁହନ୍ତୁ। ଅନମ୍ୟୁଟ କରନ୍ତୁ। ନମସ୍କାର ସାର୍, ଜୟ ସିଂ। ନମସ୍କାର, ଜୟ ଶ୍ରୀ। ଜୟ ଶ୍ରୀ। ଆଜି ତ ବର୍ତ୍ତମାନ ହଉଛି ବୁଧବାର ପ୍ରୋଗ୍ରାମ, ଆଉ ବିଶେଷ କରି ଖାସ କରି ଧ୍ୟାନ ଆଉ ଯୋଗ ଉପରେ ଯୋଉ ମ୍ୟାଡାମ ଯୋଉ ଆଲୋଚନା କଲେ, ତାର ମେନ୍ ଟପିକ ହଉଛି କଣ ନା, ଆମେ ସକାଳୁ ତ ଉଠିଲେ ଠିକ ଅଛି, ଆମେ ଆମ ନିଜ କର୍ମ ଆମେ କରୁଛେ, ଗୋଟେ ଆମେ ଆମର ଶରୀର ସ୍ୱାସ୍ଥ୍ୟ ଉପରକୁ ଆମେ ଧ୍ୟାନ ଦଉନେ, ଯୋଉଟା କି ଆମକୁ ଆଗ ଧ୍ୟାନ ଦେବାକୁ ପଡିବ ଯେ ନିଜ ଶରୀର ସ୍ୱାସ୍ଥ୍ୟ, ସ୍ୱାସ୍ଥ୍ୟ ହିଁ ସମ୍ପଦ। ତେଣୁ ସ୍ୱାସ୍ଥ୍ୟଟାକୁ ଆମେ ଯେତେବେଳେ ନ ଜଗି ଆମେ କଣ କରୁଛେ ନା, ଆମର ନିଜର କର୍ମ ଜଞ୍ଜାଳ ଭିତରେ ଆମେ ଦୈନନ୍ଦିନ ଆମେ ଯେମିତି କର୍ମ କରିବା କଥା ଆମେ କର୍ମ କରିଚାଲିଛେ। କିନ୍ତୁ ତା ଭିତରେ ଯେ ବର୍ତ୍ତମାନ ବିଭିନ୍ନ ପ୍ରକାର ରୋଗ ଆମକୁ ଆକ୍ରମଣ କରୁଛି, ଆମେ ତା ବି ଜାଣିପାରୁନୁ। ତେଣୁ ଧ୍ୟାନ ହଉଛି କଣ ନା, ସିଏ ଗୋଟେ ପ୍ରକାର ମାଧ୍ୟମ, ଯୋଉଟା କି ଯେମିତି ଆମର ଅଛି ମଣିଷ ଶରୀରରେ 7 ଚକ୍ର ଅଛି, ପ୍ରତ୍ୟେକ ଚକ୍ରର ପ୍ରତ୍ୟେକ ରୋଗ ଉପରେ ତାର ସିଧାସଳଖ ପ୍ରଭାବ ଅଛି।
जोटा कि सब लोक से बाबद ज्ञात नुहति बा सब लोक जानी ना से बाबद तेणु ये जो गोटे मध्यम आज बर्तमान बुधवार बुधवार जो प्लाटफर्म बर्तमान चली या द्वारा बहुत किसी शिखा मिलूँ एवं बहुत लोग भी जानी पार्टी जे बर्तमान स्वास्थ्य ही संपद जेहेतु तेणु स्वास्थ्य को आम ठीक रखा गले ध्यान आ योग ये जोड़िक आमर निहाती अपरिहार्य माध्यम ये आम तो आम कर्म जंजाल भितर कर्म कर ठीक अच्छे भागवत कही अकर्मे वासुदेव प्रीति कर्म करें क्षय जाती आम जो कर्म करे सी हूँ कर्म द्वारा क्षय आम चाहूचे अकर्म कौन ना जोटा भगवान प्रीति भगवान जहाँ को भल पाती जो कर्म द्वारा भगवान संतुष्ट होती से प्रकार कर्म आम के करूने जीवन में तेणु से प्रकार कर्म जो आम न करुचे तेणु अटोमेटिक आम हो दिन दिन आम क्षय आड़क गति करुचे तेणु से क्षय रु आम निवृत्त रहा से क्षयटा को आम केमी कमेवा आम शरीर को केमी स्वास्थ्य ठीक रखा तेणु तार गोटे मध्यम हूँ ध्यान आउ योग ध्यान करने द्वारा हम कौन ना मन आउ ये जो जमी कथा कहते मन आ मुन ये दीटा पूरा एकदम शांत शिष्ट भाव रकाग्रता आसव एवं योग योग कौन ना जो निजर मन जो शांत शिष्ट हो एकाग्रता आसीज से निजर आत्मा आ परमात्मा सहित सीधा सड़क गोटे मिलन गोटे मध्यम जोटा कह जाए योग तेणु ये जोड़े हूँ मध्यम हूँ शरीर पे निहाती अपरिहार्य तेणु ये शरीर पे जहाँ चाहूँगी आम जो कर्म करुचे आम क्षय जाऊँचे तेणु ये हूँ भगवान कर्म जोटा कि आम निज शरीर को निज स्वास्थ्य को आम ठीक रखिपर आउ गोटे जिन हूँ कौन ना स्वास्थ्य को रक्षा करने विश्व स्तरीय जो अभियान चली जो रोगमुक्त भारत जो अभियान चली बर्तमान यार यहाँ गोटे प्लाटफर्म जहाँकि समग्र भारत वर्ष रूपरेख को बदल नब थैंक यू ओवर टू सर ओके थैंक यू आरती अप्पा जय श्री जय जेमती आम बंचा आम शरीर खाद्य पोशाक आ सब पिंधुचे केमी निजक भल कि सजई रोचे सेमती आम शरीर ध्यान और योग निहाती प्रयोजन आम घर सब कम भितर एमती लेडीज माने जदि समय सब बेले देदेबा निज कि भावानी सेटा आम क्षतिकारक तेणु मु सबुदिने मोर ध्यान योग ठीक 4:30 उठिकी करे मु लॉगिंग कर मु म्यूट कर सब काम करे तापरे मु गुरुकुल बसे आ गुरुकुल आम जो शिक्षा मिलूँ माने आ कहवा कथा नुह ता आमको बहुत किसी शिक्षा मिलूँ आज गोटे बड़ कथा शिक्षा मिलला आखि का आमर हूँ सूर्य त्राटक जो सेटा कले माने ऊपर को जाकि सूर्य किरण जो सका पड़ू आम से खरारे बसिले आमर आखि सूर्य जो पावरटा बहुत भल बोली से आज कहले यहाँ पुणी कहले तार एज अनुसार तार एज अनुसार जी समय कर डिवाइडेड कर माने शोवा पूर्व कर पुणी सका भी कर बहुत भल कथा केवल ध्यान योग भर मोर बहुत एक्सपीरियंस अच्छे करे मु न कले एत काम करवा ये करवा कौट मत ऊर्जा आसता कहूँ गोटे कथा यहाँ गर्व सहित कहूनी से ईश्वर का आशीर्वाद गुरुदेव का आशीर्वाद मत ओके बहुत बढ़िया एक्चुअली ध्यान द्वारा बहुत सारा पावर भी मिलता है और जो ऊर्जा बहुत सतदेव बहुत आज बढ़िया कहले चित्त सब शिक्षा मिलला जो चंदन टोपा देखीदे सका पूजा जो माने वीडियो खोलिक बसुचन बहुत भल लगे भक्ति मार्ग लोक आमे केतबेले कोणार्क जीवा हाँ जीवा ठाकुर आश्रम अच्छी भितर आश्रम अच्छी ओके ओके आमे जीवा सेठी तांग सहित मिसिबा ता छड़ा आमे 28 तारिख दिन तो समस्त एकाठी होचे जे आमे जो आरसीएम रो सेमिनार अछि श्री चांद अत्री सारंकर तो सेतर तो समस्त एकाठी होबा फिजिकली आमे देखा होबा से प्रोग्राम तो आम पाई बहुत जरूरी प्रोग्राम आरसीएम परिवार समस्त समस्त भितर जो माने स्नेह ममता ये सब रही बिजनेस अलग निहाती निहाती एटा ठीक कथा आपण कहले
28 ତାରିଖ ତ ଦେଖା ହବା ତା ସହିତ ପୁଣି ଏ, ଏବେ ଯୋଉ ଖୋର୍ଦ୍ଧାରେ ଯୋଉ ପ୍ରୋଗ୍ରାମ ଅଛି ୟୁଏଲପି ପ୍ରୋଗ୍ରାମ ଅଛି ସେ ପ୍ରୋଗ୍ରାମରେ ବି ଆମେ ଯୋଉମାନଙ୍କର ଖୋର୍ଦ୍ଧାର ଟିମ୍ ଅଛି ଆଉ ଯୋଉମାନେ ଚାହୁଁଛନ୍ତି ଯିବା ପାଇଁ ସମସ୍ତଙ୍କ ପାଇଁ ଓପନ ଅଛି। କିଛି ରେଜିଷ୍ଟ୍ରେସନ ନାହିଁ। ଯାହା ହଉ ଗୋଟେ ଫାର୍ଷ୍ଟ ଟାଇମ ପାଇଁ ୟୁଏଲପି ପ୍ରୋଗ୍ରାମରେ କୌଣସି ରେଜିଷ୍ଟ୍ରେସନ ନାହିଁ। ଯେହେତୁ ଖୋର୍ଦ୍ଧାରେ ଫାର୍ଷ୍ଟ ଟାଇମ ହଉଛି ହୁଏତ କମ୍ପାନୀ ସେ ଦୃଷ୍ଟିରୁ ବିଚାର କରିଥିବ ଯେ ଏଠି ଆମେ ପୁରା ଫ୍ରି ଫର ଅଲ୍ ଯାହାକୁ ନେଇକି ଆସିପାରିବା। ଆଉ ମୁଁ ତ କହିବି ପରିବାରକୁ ନେଇକି ଆସିଲେ ବହୁତ ଭଲ ହେଇପାରିବ। କାରଣ ଇଏ ପାରିବାରିକ ବିଜନେସ୍। ଇଏ ପରିବାରକୁ ଛାଡ଼ିକି ଏ, ଆମେ ଇଏ ସଂସ୍ଥାକୁ ଆଗକୁ କେବେ ବଢ଼େଇ ପାରିବା ନାହିଁ। ଆଉ ଇଏ ପରିବାରକୁ ନେଲେ ହିଁ ଆମେ ବହୁତ କିଛି କାର୍ଯ୍ୟ କରିପାରିବା। ତ ସେଥିଲାଗି ଗୋଟେ କଥା ଆପଣମାନଙ୍କୁ କହିବି ସତୁଛି, କାଲି ଯୋଉ ସ୍ୱାଇଁ ବାବୁଙ୍କୁ ନେଇକି ଯାଇଥିଲେ ଅଜୟ ସ୍ୱାଇଁ, ସେ ଏତେ ଖୁସି ହେଇଗଲେ ଯାଇକି ୱଣ୍ଡରୱାର୍ଲ୍ଡ, ତାପରେ ସାଙ୍ଗେ ସାଙ୍ଗେ ଇନର ପୁଅ ପାଇଁ କିଣିଦେଲେ ସାଇଜ ଫାଇଜ ପଚାରିକି। ମୁଁ ତାଙ୍କର ହ୍ୟାଣ୍ଡବିଲ୍ କରିକି ରଖିଦେଲି। କହିଲେ ମାଉସୀ ମୁଁ କାଲି ଯାଉଛି ଭଦ୍ରକ, ଆସେ ଜଏନ୍ କରିବି, କିନ୍ତୁ ଖୋର୍ଦ୍ଧା ମୁଁ ନିଶ୍ଚୟ ଯିବି। ବହୁତ ବଢିଆ। କାରଣ ଆମର ହଉ, ଉର୍ଜା ରହିଲେ ତ ଆମେ ଯଦି ବହୁତ ଭଲ ଉର୍ଜାବାନ ଭାବରେ ଲୋକଙ୍କୁ ପ୍ରେଜେଣ୍ଟ କରିବା ସେ କାମ ତ ହେଇପାରିବ। ନାଇଁ ଡେଲି ୱାର୍କ ଆଉ କରିବାକୁ ପଡିବ, ନକଲେ ସବୁଠୁ ହବନି। ବଡ ଇମ୍ପୋର୍ଟାଣ୍ଟ କଥା ଯେ ଆମେ ଡାୟମଣ୍ଡ କ୍ଲବ କରୁଛେ ଆଜି 10 ତାରିଖ। ହୁଏତ ହଉ, କାହାର ନା କାହାର ମାଇଣ୍ଡରୁ ସ୍କିପ୍ ହେଇଯାଇଥିବ, ଭୁଲି ଯାଇଥିବେ। ତ ଆଜି ସେମାନଙ୍କୁ ମନେ ପକେଇଦବା 10 ତାରିଖ ଭିତରେ ସମସ୍ତଙ୍କୁ ପରଚେଜ କରେଇଦବା। ଆ, କାରଣ ଆମର ଗୋଟିଏ ମନେ ପକେଇବାଟା ତାଙ୍କ ଜୀବନରେ ବହୁତ ବଡ ଆନନ୍ଦ ଆସିଯିବ। ତ ତାଙ୍କୁ ପଶ୍ଚାତାପରୁ ଦୂର କରିଦେଇ ପାରିବ। ଇଏ ହଉଛି ଗୋଟେ ବହୁତ ବଢିଆ କଥା। ଆଉ ତା ଛଡା ଯୋଉ ସାଥୀମାନେ ବି ରେଗୁଲାର ପରଚେଜ କରୁଛନ୍ତି ତ ତାଙ୍କୁ ବି ମନେ ପକେଇକି ଆଜି 10 ତାରିଖ ସୁଦ୍ଧା ଆମେ ଯଦି ଗୋଟେ ମାଇଣ୍ଡ ଭିତରେ ଷ୍ଟିକ୍ କରିବା ଯେ ଆଜି ଗୋଟେ ହଉଛି ଆମର ଗୋଟେ କ୍ଲୋଜିଂ। ଯୋଉମାନେ ପୁରୁଣା ପରଚେଜ କରିଛନ୍ତି ସେମାନଙ୍କୁ ଆମେ ପରଚେଜ କରିବା। କେବଳ ପରଚେଜ କରିବା ଦ୍ୱାରା ଆମର ବିଜନେସ୍ ବଢିବ ତା ନୁହେଁ। ଆମେ ପରଚେଜ କରିବା ମନୋବୃତ୍ତି ଏହା ରହିବା ନିହାତି ଜରୁରୀ ଯେ ଯୋଉଥିରେ କି ତାଙ୍କ ସ୍ୱାସ୍ଥ୍ୟର ଉନ୍ନତି କରିବା ପାଇଁ, ତାଙ୍କ ପରିବାରର ଉନ୍ନତି କରିବା ପାଇଁ, ତାଙ୍କୁ ସ୍ୱାବଲମ୍ବୀ କରିବା ପାଇଁ, ତାଙ୍କ ମହିଳାମାନଙ୍କର ଉନ୍ନତି କରିବା ପାଇଁ, ତ ତାଙ୍କ ପରିବାରର ସର୍ବାଙ୍ଗୀନ ଉନ୍ନତି କରିବା ପାଇଁ ତ ଆମେ ସେମାନଙ୍କୁ ପରଚେଜ କରିବା ପାଇଁ କହୁଛେ। ଓକେ, ଠିକ ଅଛି ଆମେ ଆଗକୁ ବଢିବା। ତା ପୂର୍ବରୁ ଆମେ ସାର୍ଙ୍କୁ ଶୁଣିବା ଆଜି। ସାର୍ ୱେଲକମ୍ ସାର୍। ନମସ୍କାର। नमस्कार नमस्कार ସାର୍ ନମସ୍କାର। नमस्कार ସାର୍ ନମସ୍କାର ସାର୍। गुरुजी नमस्कार की नमस्कार, गुरुजी की नमस्कार। ଜୟ ଆରସିଦ ସାର୍। नमस्कार जय आरसीएम जय आरसीएम। ଆଜି ମେଡିଟେସନ ଉପରେ ଆରତୀ ମ୍ୟାଡାମ ଆଉ ତ୍ରିପାଠୀ ବହୁତ ଭଲ ଭଲ କଥା ସବୁ କହିଲେ। ଚିତ୍ତ ବି ବହୁତ ଆଧ୍ୟାତ୍ମିକ କଥା କହିଲେ। ଚିତ୍ତ ଅମିୟ ବାବୁଙ୍କ ବି ବହୁତ ବଢିଆ କହିଛନ୍ତି। ହଁ ଅମିୟ ବାବୁ ବହୁତ ଭଲ କଥା हमें କହିଲେ। अभी बहुत बढ़िया कहते ହଁ ଚିତ୍ତ ବାବୁ ତ ପୁରା ଦେଖିଲେ ସେ ନିଶ୍ଚିତ ଭାବରେ ମାନେ ବହୁତ ଗଭୀର ଭାବେ ଆଧ୍ୟାତ୍ମିକ ଚିନ୍ତନ ତାଙ୍କର ଅଛି। ଆରତୀ ମ୍ୟାଡାମ ତ ପ୍ରତିଦିନ ମେଡିଟେସନ କରୁଛନ୍ତି। ଅମିୟ ବି ବହୁତ ମେଡିଟେସନ କରୁଛନ୍ତି। ତ ଆମେ ମେଡିଟେସନ ଉପରେ ଆଜି ତ ବହୁତ ଭଲ ଭଲ କଥା କୁହାଗଲା। ଆମେ ତ ଶୁଣି ଆସୁଛେ ପ୍ରତି ବୁଧବାର ଦିନ। ତାକୁ ପ୍ରତିଦିନ ପ୍ରାକ୍ଟିକାଲି ଆମେ କେତେ କରିପାରିବା ହଉଛି ବଡ କଥା। ଆମେ ପ୍ରାକ୍ଟିକାଲି କେତେ କରିପାରିବା। ପ୍ରାକ୍ଟିକାଲି ଆମେ କର୍ମମୟ ଜୀବନରେ ଆଉ ବିଭିନ୍ନ ପ୍ରକାର କର୍ମ ବ୍ୟସ୍ତତା ଭିତରେ ତ ଆମେ ପ୍ରତିଦିନ ଅତି କମରେ ସେଇ 20-30 ମିନିଟ ସକାଳେ ମେଡିଟେସନରେ ବସିବା, 20-30 ମିନିଟ ଏକ୍ସରସାଇଜ କରିବା। ଏକ୍ସରସାଇଜ ମାନେ ପିଇଟି ଟାଇପର ହଉ କି ମର୍ଣ୍ଣିଂ ୱାକ୍ ହଉ ଏସବୁ କରିବା। ଆଉ 20-30 ମିନିଟ ପ୍ରାର୍ଥନା କରି ଆଜି ଗୋଟେ ଦିନରେ କେମିତି ଆମର ଆଜି ଦିନଟା କଟେଇବା ସେ ବିଷୟରେ ଇଏ ବହୁତ ପ୍ରାକ୍ଟିକାଲି ସାଧାରଣ ଲୋକମାନଙ୍କର ଲାଇଫରେ କର୍ମ ବ୍ୟସ୍ତତା ଭିତରେ କଣ ସେମାନେ କରିପାରିବେ ଯେମିତିକି ଆରତୀ ମ୍ୟାଡାମ ଯେମିତି କହୁଛନ୍ତି ପ୍ରାକ୍ଟିକାଲି ସେ ଯାହା କରୁଛନ୍ତି ସେ ବେଷ୍ଟ। ମାନେ ସକାଳୁ ଉଠି ଫ୍ରେଶ ହେଇ ମେଡିଟେସନରେ ବସିଯିବା, ଏକ୍ସରସାଇଜ ପ୍ରଥମେ କିଛି ଏକ୍ସରସାଇଜ କରିଦେବା, ତାପରେ ମେଡିଟେସନ ବସିଯିବା, ତାପରେ ଗୁରୁକୂଳରେ ବସିବା। ଏଇ ଯୋଉ ପ୍ରତିଦିନର କାର୍ଯ୍ୟକ୍ରମ ସମସ୍ତଙ୍କର ମାନେ ଦିନଚର୍ଯ୍ୟାରେ ଏଇ ବେଷ୍ଟ ଏଇଭଳି ଆମେ କରିପାରିବା।
କିନ୍ତୁ ଅନେକ କିଛି ମେଡିଟେସନ ଉପରେ ଆମେ ଜାଣୁଛେ, ଆମର ଜ୍ଞାନ ହଉଛି। ବର୍ତ୍ତମାନ କଥା ହଉଛି ମେଡିଟେସନ ବା ଧ୍ୟାନ। ଧ୍ୟାନ କଥା ଅଛି ବା ଧ୍ୟାନ ଯାହା ଉପରେ ଆପଣ ଆମେ ଦବା, ସିଏ ବଡ ଆକାରରେ ସଫଳତା ମିଳେ। ଫୋକସ୍, ମନକୁ ଫୋକସ୍ ଯାହା ଉପରେ କରିବା ଆମର, ସିଏ ନିଶ୍ଚିତ ଭାବରେ ବହୁତ ବଡ ହବ, ବହୁତ ଭଲ ସଫଳତା ମିଳିବ ଆମେ ଯାହା ଉପରେ ଫୋକସ୍ କରିବା। ଏଇଟା ହଉଛି ମେଡିଟେସନ ର ମାନେ ଶକ୍ତି ଆମ ଭିତରେ ସେମିତି ଅଛି, ଭଗବାନ ଦେଇଛନ୍ତି। ଆମେ ଯାହା ଯୋଉ କାମରେ ଫୋକସ୍ କରିବା ସେ କାମ ନିଶ୍ଚିତ ସଫଳତା ପାଇବା। ତେଣୁ ଆମେ ଆମର ଦୈନନ୍ଦିନ କାମ କରିବା ସହିତ ଆମର RCM ର ଯୋଉ କାମ କରିବା ଉଚିତ ଡେଲି, ସେ ବିଷୟରେ ମଧ୍ୟ କିଛି ଧ୍ୟାନ ପୂର୍ବକ କରିବା ଦରକାର। ସବୁ କଥାରେ କୁହାଯାଏନି, ଯାହା କରୁଛନ୍ତି ସବୁ କାମରେ ଧ୍ୟାନ, ଖାଲି ଯେ ସକାଳେ ମେଡିଟେସନ କରିଦେଲେ ସ୍ୱାସ୍ଥ୍ୟ ତ ଭଲ ହେଲା, କିନ୍ତୁ କର୍ମମୟ ଜୀବନରେ ଯାହା କରିବା ଆମେ ଧ୍ୟାନ ପୂର୍ବକ କରିବା। ଧ୍ୟାନ ପୂର୍ବକ କରିଲେ ସେ କାମ ସଫଳତା ମିଳେ। ଯେମିତିକା ଏଇ ମେଡିଟେସନରେ ଯଦି ଆମେ ସକାଳେ ଧ୍ୟାନ କରିବା ଅଭ୍ୟାସ କରିବା, ତେବେ କଣ ହବ ନା ଆମେ ଯୋଉ କାମ କରିବା ତାକୁ ୱିଥ୍ ଆଟେନସନ, ସେ ଧ୍ୟାନ ପୂର୍ବକ ସେ କାମ କରିବା ଯଦି, ତାହେଲେ ସେ କାମ ସଫଳତା ପାଇବା। ତ ଏଇ କଥା ଆମେ ଶିଖୁଛୁ। ଧନ୍ୟବାଦ ସମସ୍ତଙ୍କୁ, ବହୁତ ବହୁତ ଧନ୍ୟବାଦ। ଆଉ ଅନ୍ୟମାନଙ୍କଠୁ ବି ଶୁଣିବା। 9 ଜଣ ଆସିଛନ୍ତି ଆଜି, 10 ଜଣ ହେଇଗଲେଣି। ଓଭର ଟୁ ସତ୍ୟଦେव। ଓକେ, ଥ୍ୟାଙ୍କ ୟୁ ସାର୍, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ ସମସ୍ତଙ୍କୁ। ଆକ୍ଚୁଆଲି ଧ୍ୟାନ କରିବା ଦ୍ୱାରା ମୁଁ ଯଦି ପ୍ରାକ୍ଟିକାଲି କହିବି, ବହୁତ ବଡ଼ ପରିବର୍ତ୍ତନ ଅମୀୟଙ୍କର ହେଇଛି। କାରଣ ତାଙ୍କର ତାଙ୍କୁ ମୁଁ ବହୁତ ଦିନ ହେଲା ଜାଣିଛି। ଇଏ ପ୍ରକାରର ମାନେ ଚିନ୍ତାଧାରା, ତାଙ୍କୁ ଯୋଉଠିକି ଆମର ସାର୍ ବିଜୟ ସାର୍ ଚେଞ୍ଜ କରିପାରିନଥିଲେ, ଇଏ ଧ୍ୟାନ ଦ୍ୱାରା ଚେଞ୍ଜ କରିଦେଇପାରିଲେ। ବହୁତ ବହୁତ ଧନ୍ୟବାଦ। ଓକେ, ଆମେ ନମିତା ମ୍ୟାଡ଼ାମଙ୍କୁ ଶୁଣିବା। ମ୍ୟାଡ଼ାମ ୱେଲକମ୍, ଅନମ୍ୟୁଟ୍ କରନ୍ତୁ। ସାର୍ ନମସ୍କାର। ଆଜ୍ଞା ନମସ୍କାର। ସାର୍ ମୁଁ ବେଶୀ ସମୟ ଶୁଣିନି ଆଙ୍କ ଗୁରୁକୁଳରେ, ଯେତିକି ସମୟ ଶୁଣିଲି ଧ୍ୟାନ ଯୋଗୁ ବହୁତ କିଛି ଆମର ରୋଗ ଭଲ ହବ ବୋଲି ମୁଁ ଜାଣିଲି। ମୁଁ କିନ୍ତୁ ବେଶୀ ସମୟ କରେନି, ମୋର ଏଇ ପ୍ରେୟାର ଟିକେ କରେ 20 ମିନିଟ୍ ଖଣ୍ଡେ, ସେତିକି ଠାକୁରଙ୍କ ପାଖରେ। ମୁଁ ଧ୍ୟାନ କରେନି, ଘର କାମରେ ଲାଗେ, ସତ କଥା। ଆଜିଠୁ ମାନେ ମୁଁ ଚେଷ୍ଟା କରୁଛି କେମିତି ଧ୍ୟାନ ଦ୍ଵାରା ନିଜକୁ ଭଲ ରଖିବି ସବୁବେଳେ, ଆଉ ଅନ୍ୟକୁ ବି ଭଲରେ ଇଏ କରିବି। ସେଥିପାଇଁ ସାର୍ ମୁଁ ଏତିକି କହୁଛି, ମୁଁ ଦେଖିନି ଭଲ ଭାବେ, ସେଥିପାଇଁ କିଛି କହିପାରୁନି। ଥ୍ୟାଙ୍କ ୟୁ ସାର୍। ୟୁଟ୍ୟୁବରେ ଆମେ ଦେଖିଦବା, କିଛି ଅସୁବିଧା ହଁ, ଆଉ ଥରେ ନାହିଁ। ଦେଖିକିରି ତାକୁ ଇଏ କଲେ, ରିପିଟ କଲେ ନିଜର ଇଏ ପାଇଁ ଲାଗିପାରିବ, କାମରେ ଲାଗିପାରିବ। ଆଜ୍ଞା, ନାଇଁ ଆକ୍ଚୁଆଲି କୌଣସି ବି କାମ କରିବା ପୂର୍ବରୁ ତା ପଛରେ ଯୋଉ ଲଜିକ୍ ଅଛି, ସେଇ ଲଜିକ୍ କୁ ଆମେ ଯଦି ଜାଣିବା, ତାହେଲେ ଆଜ୍ଞା। ଆମକୁ କରିବାକୁ ଇଚ୍ଛା ହବ। ତ ହଁ, କିନ୍ତୁ କିଏ ଧ୍ୟାନ ଦ୍ଵାରା ବହୁତ ପିସ୍ ଆସେ, ମନରେ ବହୁତ ପିସ୍। ଯେତିକି ସମୟ ଇଏ କରିବ, ପ୍ରେୟାର କରେ କି ଧ୍ୟାନ ମାନେ ଇଏରେ ରହେ, ସେତିକି ସମୟ ମତେ ବହୁତ ଶାନ୍ତି ଲାଗେ, ଦିନଟା ଯାକ ଶାନ୍ତି ଲାଗେ। ଆଉ ଏମିତି କରିଲେ ତ ମେଡିଟେସନ ପୁରା ଭଲ ଲାଗିବ ଆଗକୁ। ମୁଁ କରେନି କେବେ ମେଡିଟେସନ ଏତେ। ଠିକ ଅଛି, ଚେଷ୍ଟା କରିବା, ହେଇପାରିବ, ସବୁ ଆଜ୍ଞା କିଛି ସମ୍ଭବ ଆଜ୍ଞା। ହେଇପାରିବ। ଆଗକୁ ଚେଷ୍ଟା କରିବି କରିବା ପାଇଁ ଆଉ। ଆଜ୍ଞା ଆଜ୍ଞା। ହଉ, ଓକେ, ଥ୍ୟାଙ୍କ ୟୁ। ଓକେ, ଥ୍ୟାଙ୍କ ୟୁ। ଅନିଲ ସାର୍ କୁହନ୍ତୁ। ସାର୍ ନମସ୍କାର, ଜୟ ଆଶ୍ରୀମ। ନମସ୍କାର, ଜୟ ଆସି। ସାର୍ ଧ୍ୟାନ ତ ମୁଁ କରିପାରୁନି ସାର୍, ସେମିତି ଟିକେ ଉଠିଲା ବେଳକୁ ଡେରି ହେଇଯାଉଛି ସବୁବେଳେ। କାମ ମୋର ଟିକେ ପ୍ରେସର ରହୁଛି, ତ ମୁଁ ରାତିରେ ଶୋଇଲା ବେଳକୁ ଡେରି ହଉଛି, ଉଠିଲା ବେଳକୁ ଡେରି ହେଇଯାଉଛି। ତ ଏଥର କରିବି ସାର୍, ସକାଳୁ ଉଠିକି ନାଇଁ ନାଇଁ, ଧୀରେ 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 ଅଭ୍ୟାସ କଲେ ସବୁ କିଛି ହେଇଯାଇ ପାରିବ। ମାନେ ସାର୍ ଆରମ୍ଭରୁ କିଛି ମେଡିଟେସନ ସେମିତି ହେଇନଥାନ୍ତା। କିଛି ଟାଇମିଂ ଥାଏ କି, ମାନେ ସକାଳୁ କଲେ ହବ, ସନ୍ଧ୍ୟାରେ ସେମିତି ହଁ ଉପରବେଳା ହଁ, ସେମିତି ସନ୍ଧ୍ୟା? ଆମେ ରାତିରେ ଶୋଇଲା ବେଳକୁ ବି କରିଦେଇ ପାରିବା, କିଛି ଅସୁବିଧା ନାହିଁ, ସେମିତି ନାହିଁ।
ମନର ଏକାଗ୍ରତାକୁ ଠିକ ଭାବରେ ଆଣିବା, ଗୋଟେ ଉର୍ଜାକୁ କେନ୍ଦ୍ରିତ କରିକିରି କାମ କରିବା, ଆଉ ଯୋଉଥିରେ କି ଆମର ଯେକୌଣସି କାମ କରିବା ତ ସବୁ କାମ ସଫଳ ହେଇଯିବ। ତ ଆଜ୍ଞା ଇଏ ହଉଛି ଧ୍ୟାନ। ନିଜକୁ ଜାଣିବା, ସ୍ୱୟଂକୁ ଜାଣିବା ପାଇଁ, ନିଜ ଦ୍ୱାରା ନିଜକୁ ଜାଣିବା ପାଇଁ ଇଏ ହଉଛି ଗୋଟେ ଧ୍ୟାନ। କିଛି ନାହିଁ, ଆପଣ ବହୁତ ଭଲ କାମ କରୁଛନ୍ତି, କିନ୍ତୁ ଆ, ଆଉ ଟିକେ ପାୱାରଫୁଲ ହବା ପାଇଁ ଏଇଟା ଦରକାର ନିହାତି। ଓକେ, ଥ୍ୟାଙ୍କ ୟୁ ସାହୁ ଭାଇ। ଯୋଉ ଧ୍ୟାନ ବିଷୟରେ ଜାଣିଲେ ଯେ ବହୁତ ବଢିଆ, କିନ୍ତୁ ଆମେ ସମସ୍ତେ ଧ୍ୟାନ କରିବା ଉଚିତ, ଆଉ ଟିମର ସମସ୍ତଙ୍କୁ ବି ଧ୍ୟାନ କରେଇବାର ଅଭ୍ୟାସ। କାଲି ଜଣେ ଯେ ଜଏନିଂ କଲେ ସେ ଅବଶ୍ୟ ତାଙ୍କ ବୋଧେ ହେଇପାରୁନି, କାଲି ତାଙ୍କୁ ଡାଉନଲୋଡ କରିଥିଲୁ, କିନ୍ତୁ ଯାହା ହଉ ହେଇପାରିନି। କିନ୍ତୁ ଆଜି ଏଣ୍ଟ୍ରି କରିବା ପାଇଁ ଭାରି ଜୋର ଇଚ୍ଛା ଥିଲା, ହେଇପାରିନି। ନୂଆ ଲୋକଙ୍କୁ ଜଏନିଂ କରେଇବା ଜୁମରେ, ଗୁରୁକୁଳରେ, ଏଇଟା ହଉଛି ସବୁଠାରୁ ବଡ ଜିନିଷ। ତେଣୁ ନୂଆ ଲୋକଙ୍କୁ ଆମେ ଏଠି ଗୁରୁକୁଳରେ ବସେଇବା ନିହାତି ଆବଶ୍ୟକ, ଯାହାଫଳରେ କି ଆପଣଙ୍କର ବିଜନେସ୍ ଗ୍ରୋଥ ହବ। ଯୋଉ ଗ୍ୟାସର ଫର୍ମୁଲା ହେଇପାରିବ ଯଦି ଆମେ ଗୁରୁକୁଳରେ ବସେଇବା। ଯାହା ହଉ ସେଇଟା ବି ଉଦ୍ୟମ ଚାଲିଛି, ଦେଖାଯାଉ ପ୍ରଭୁଙ୍କ ଇଚ୍ଛା। ଉଦ୍ୟମ ଜାରି ରହିବା ଦରକାର। ଓକେ, ଓଭର ଟୁ ସତପତି ବାବୁ। ଓକେ, ଥ୍ୟାଙ୍କ ୟୁ। ଶର୍ମିଷ୍ଠା ମ୍ୟାଡ଼ାମ, ଆଜ୍ଞା, ଅନମ୍ୟୁଟ କରନ୍ତୁ ମ୍ୟାଡ଼ାମ। ଆଜ୍ଞା, ନମସ୍କାର ସାର୍, ଜୟ ଆସି। ନମସ୍କାର। ଆଜ୍ଞା, ସାର୍, ଶରୀରକୁ ରକ୍ଷା କରିବା ପାଇଁ ଧ୍ୟାନ ଆଉ ଯୋଗ ଗୋଟିଏ ମାଧ୍ୟମ, କିନ୍ତୁ ଗୋଟେ ଆଜିର ଟପିକରେ ଗୋଟେ ବହୁତ ବଢିଆ ଜିନିଷ ଶିଖିବାକୁ ମିଳିଲା। ମାନେ ଯାହାର ଯେତିକି ବୟସ ସେତିକି ମିନିଟ ଧ୍ୟାନ କରିବା, ଏଇଟା ଗୋଟେ ବହୁତ ବଢିଆ ଶିକ୍ଷା ମତେ ମିଳିଲା। ଏମିତି ତ ଆମେ କଲେ ମାଇଣ୍ଡ ରିଲାକ୍ସ ରହିବ, ତାପରେ ଆମର ଆଧ୍ୟାତ୍ମିକତା ଶକ୍ତି ଡେଭଲପ ହବ, ଏକାଗ୍ରତା ବଢିବ, ଏନର୍ଜି କାପାସିଟି ବଢିବ। ଏଟା କିନ୍ତୁ ଆଜିର ଟପିକ ରୁ ଗୋଟେ ବହୁତ ବଢିଆ ଜିନିଷ ଶିଖିବାକୁ ମିଳିଲା। ଯାହାର ଯେତିକି ବୟସ ସେତିକି ମିନିଟ କରିବା ଆବଶ୍ୟକ, ସେଇଟା ଆମେ ଜାଣିନଥିଲେ। ଯାହା ହଉ ଗୋଟେ ବହୁତ ଭଲ ଜିନିଷ ଶିଖିବାକୁ ମିଳିଲା ଆଉ। ଥ୍ୟାଙ୍କ ୟୁ ସାର୍। ବହୁତ ବଢିଆ। ଆମେ ଶନିବାର ଯାଉଛୁ ଖୋର୍ଦ୍ଧା। ଆଜ୍ଞା, ଆ, ୱେଲକମ୍। ଆପଣଙ୍କ ପାଇଁ ବି ବହୁତ ବଢିଆ ଖୁସି କଥା କି ୟୁଏଲପି କେବେ ଏମିତି ବିନା ଟାର୍ଗେଟରେ, ଯୋଉମାନେ ବିନା ଟାର୍ଗେଟରେ ଏଣ୍ଟ୍ରି ହୁଏନି, ତ ଗୋଟେ ଆଜ୍ଞା ଫାର୍ଷ୍ଟ ଟାଇମ ପାଇଁ ଖୋର୍ଦ୍ଧାରେ ହବା ତ ବହୁତ ବଡ କଥା। ଆଉ ତା ଛଡ଼ା ସମସ୍ତଙ୍କ ପାଇଁ ଫ୍ରି ଏଣ୍ଟ୍ରି, ସେଟା ଆହୁରି ବହୁତ ବଡ କଥା। ଆଜ୍ଞା। କାରଣ ଆମେ ବି ଚାହୁଁଛୁ- ପରମାତ୍ମା ଚାହୁଁଛନ୍ତି ଯେ ଆପଣଙ୍କ ଦ୍ଵାରା ଖୋର୍ଦ୍ଧାରେ କିଛି ଗୋଟେ ବଡ କିଛି କରିବା ପାଇଁ, ଯେ ସାର୍, ମୁଁ ପୁରା ତ ନୁହେଁ, ଆମ ଭାରତବର୍ଷ। ଟିମ୍ ଦ୍ୱାରା ହବ ଯାହା ହବ। ତ ଆମେ ସେଥିଲାଗି ତ ଏଇଟା କିଛି କରିପାରିବୁନି, ଏଣ୍ଟାର ଟିମ୍ ଦ୍ୱାରା ଏଇଟା ଡେଭଲପ ହବ। ହଁ, ଆକ୍ଚୁଆଲି ହଁ, ସେଇଟା ବି ଠିକ କଥା। କାରଣ ଟିସି ଚାହିଁଲେ ବି ସେ କିଛି କରିପାରିବେନି, ତ ସମସ୍ତଙ୍କୁ ଆଜ୍ଞା ନେଇକି କରିବେ। ତ ସେ ଆଜ୍ଞା ପ୍ରକାରର ଚିନ୍ତାଧାରା, ସେ ପ୍ରକାର ଆକ୍ଚୁଆଲି ମାନେ ବହୁତ ଭଲ ଭାବରେ ଜାଣିବା ପାଇଁ ତ ଇଏ ଆଜ୍ଞା ପ୍ରକାର ପ୍ରୋଗ୍ରାମ ଆମର ସଂସ୍ଥା ତରଫରୁ ହଉଛି। ଆଉ ଯୋଉଥିରେ କି ଆମେ ମ୍ୟାକ୍ସିମମ୍ ପୁରା ପରିବାରକୁ ନେଇକି ଯଦି ଆମେ ଦେଖେଇବା, ତାହେଲେ ସେମାନେ ବୁଝିପାରିବେ। ସେ କମ୍ପାନୀର ଇଏ ବି ଆସୁଛନ୍ତି, ତାଙ୍କର ଜୋନାଲ ମ୍ୟାନେଜର ବି ଆସୁଛନ୍ତି। ବହୁତ ବଡ଼ ଆକାରରେ ଏଇ ସବୁ କାର୍ଯ୍ୟକ୍ରମ କରାଯାଉଛି। ତ ଏଇଟା ଗୋଟେ ସୌଭାଗ୍ୟ, କାରଣ ଭୁବନେଶ୍ୱରରେ ଥରେ ହେଇଥିଲା, ଆଉ ଚାନ୍ସ ଆସୁନି। ତ ଖୋର୍ଦ୍ଧାରେ ହେଇଛି, ହୁଏତ ଆଗକୁ ଚାନ୍ସ ଆସିବ କି ନାହିଁ ଏ ପ୍ରକାରର। ତ ସେଥିଲାଗି ଆମେ ଖୋର୍ଦ୍ଧାକୁ ଯୋଉ ଶନିବାର ଦିନ ଯୋଉ ପ୍ରୋଗ୍ରାମ ଅଛି, ତାକୁ ଆମେ ଇମ୍ପୋର୍ଟାଣ୍ଟ ଦବା ନିହାତି ଦରକାର। ଓକେ, ଠିକ ଅଛି, ଥ୍ୟାଙ୍କ ୟୁ। ନିଶ୍ଚୟ। Thank you. ପ୍ରବୀଣା ମ୍ୟାଡ଼ାମ, ଆଜ୍ଞା, ମ୍ୟାଡ଼ାମ ଅନମ୍ୟୁଟ କରନ୍ତୁ। ହଁ ମ୍ୟାଡ଼ାମ, ହଁ, ହେଇଗଲା। ସାର୍, ସାର୍ ନମସ୍କାର। ନମସ୍କାର। ଆପଣଙ୍କ କ୍ୟାମେରା ବନ୍ଦ ଅଛି। ଆଜ୍ଞା, ସାର୍, ଏଇ ଗୁରୁକୁଳ ଆଉ ଇଏ ଦେଖିଲା ପରଠୁ ମୁଁ ଟିକେ ଜଲ୍ଦି ଉଠିଯାଏ, 6ଟା ନହେଲେ 7ଟା ପରେ ଉଠେ। ଇଏ ଦେଖିବା ଭିତରେ 6:30 ପୂର୍ବରୁ ଉଠି ରେଡି ହେଇକି ମୁଁ 6:30ରେ ବସିଯାଏ ଗୁରୁକୁଳରେ। ତାପରେ ଜୁମ୍ ଆମର, ତାପରେ ସାର୍ ମୁଁ ତ ପ୍ରାଣାୟାମ ବହୁତ କମ କରେ, କିନ୍ତୁ ମୁଁ ଚାଲେ 5,000 ରୋଜ ରୋଜ ସକାଳେ ୱାକରେ ମୁଁ 5,000 ଷ୍ଟେପ ଚାଲିବି। ଏଇଲେ ଜଷ୍ଟ ସରିବ, ମୁଁ ଯିବି ସାର୍ 9ଟା ବେଳକୁ ପୁରା ବୁଲିକି ଏଣ୍ଟାର 5,000 ଷ୍ଟେପ ମୁଁ ଦେଖିକି ମୋ ଘଡିରେ ଟାଇମରେ ଦେଖିକି ଆସେ। ମୋର ଏଇ ଗୋଟାକ ଭାରି ଭଲ। ମତେ ଏଇ ପାର୍କ ଭିତରେ ବୁଲିବା, ଏଇ ଭିତରେ ବୁଲିବା ମତେ ଜମା ଭଲ ଲାଗେନି। ମତେ ପୁରା ପୁରା ଏଣ୍ଟାର ରୋଡ ଦେଇ, ଏପଟ ଦେଇ, ଚିକା ଦେଇକି ପୁରା ଏଇ ଭିତରେ ବୁଲିକି ଆସେ ପୁରା।
ବଡିରୁ ବି ମୋର ଝାଳ ବାହାରେ ଏଇ ଶୀତ ଦିନେ ବି ଭଲ ବୁଲା ଲାଗେ ପଛେ ମତେ ସେଇଟା। କୋଉଠି ପକୁଡି ଫକୁଡି ଖାଆନା। ନା ପକୁଡି ସକାଳଟାରୁ କିଏ ତମକୁ ଦବ ପକୁଡି ଖାଇବାକୁ? କିନ୍ତୁ ପ୍ରାଣାୟାମ ଟା ବହୁତ ଭଲ କରିବା କଥା। ମୁଁ କରେ ସେ ଅଧଘଣ୍ଟେ ଖଣ୍ଡେ ଘରେ କରେ ଆଉ ବେଶୀ କରେନି। କିନ୍ତୁ ଏଇଟା ସାଙ୍ଗରେ ମୋର ବଡିର ୱେଟ ଟା ବି କମ ହେଇଛି, 2 କିଲୋ କମିଛି ଫେରି ତାପରେ। ଆଜ୍ଞା। ଥ୍ୟାଙ୍କ ୟୁ ସାର୍। ଓକେ, ବହୁତ ବହୁତ ଧନ୍ୟବାଦ ଆପଣଙ୍କୁ। ସମସ୍ତଙ୍କୁ ବି ବହୁତ ବହୁତ ଧନ୍ୟବାଦ। ଚିତ୍ତ ବାବୁ କଣ କହୁଥିଲେ, ହ୍ୟାଣ୍ଡ ରାଇଜ କରିଥିଲେ ତ ଲାଷ୍ଟରେ ଆମେ ସାରିବା। ଚିତ୍ତ ବାବୁ କଣ କହୁଥିଲେ କି? ଆଜ୍ଞା, ଅନମ୍ୟୁଟ କରିକି କୁହନ୍ତୁ, ଶୁଭୁନି। ହଁ, ଅନମ୍ୟୁଟ କରନ୍ତୁ। ହଁ, ସାର୍ ଖୋର୍ଦ୍ଧାରେ ଯୋଉ ପ୍ରୋଗ୍ରାମ ଟା କରାହଉଛି ଆମର ୟୁଏଲପି ପ୍ରୋଗ୍ରାମ ଟା, ତାର ଆଡ୍ରେସ ଟା ଟିକେ ପଠେଇଦେଲେ ଟିକେ ଭଲ ହୁଅନ୍ତା। ପଠେଇ ଦେଇଛି ଟାଉନ ହଲ୍ ଗ୍ରୁପରେ, ଦେଖନ୍ତୁ ପଠେଇ ଦେଇଛି। ଆଜ୍ଞା, ଆଉ ତାହେଲେ ଠିକ ଅଛି ସାର୍, ମୁଁ ଦେଖିନି ସାର୍, ଆଉ ଠିକ ଅଛି। ଓକେ, ଖୋର୍ଦ୍ଧା ଥ୍ୟାଙ୍କ ୟୁ ଟାଉନ ସାର୍। ହଲ୍। ହଁ, ଆମେ 13 ତାରିଖ ଶନିବାର, ଆଜି ହେଲା 10 ତାରିଖ, ଆଉ 3 ଦିନ ପରେ ଆମେ ସମସ୍ତେ ଏକାଠି ହବା। ଓକେ, ବହୁତ ବହୁତ ଧନ୍ୟବାଦ ଆପଣମାନଙ୍କୁ ସମସ୍ତଙ୍କୁ। ଆଜି 10 ତାରିଖ, ଆଜି ଆମର ବିଲିଂ, ପୁରୁଣା ବିଲିଂ ଶେଷ ହବାର ଦିନ ଆଜି। ଯାହା ଆମେ ଟିମରେ ଯୋଉମାନେ ବି ଯାହା ପରଚେଜ କରିଛନ୍ତି, ଶେଷ ହବାର ଦିନ। ଆଉ ତାକୁ ଆମେ ଆଜି କମ୍ପ୍ଲିଟ କରିଦେବା। ଆଉ ତା ଛଡ଼ା ଆମେ ପ୍ରମୋସନ କରିବା ନିହାତି ଜରୁରୀ କି ଖୋର୍ଦ୍ଧାରେ ଯୋଉ ୟୁଏଲପି ପ୍ରୋଗ୍ରାମ ହଉଛି, ସେଟା ଫ୍ରି ଅଫ୍ କଷ୍ଟ ସମସ୍ତଙ୍କ ପାଇଁ ହଉଛି, ତ ସମସ୍ତେ ଏଥିରେ ଏଣ୍ଟ୍ରି କରିପାରିବେ। ଆଉ ତା ଛଡ଼ା 28 ତାରିଖ ଆମ ପାଇଁ ଗୋଟେ ବହୁତ ବଡ଼ ଦିନ, ଯୋଉଥିରେ କି ଶ୍ରୀଚରଣ ଅତ୍ରି ସାର୍ଙ୍କର ଏମିତି ବି ଡେଟ୍ ମିଳେନି। ତ ସେ ପ୍ରୋଗ୍ରାମରେ ଆମେ ଏଣ୍ଟ୍ରି ହବା ନିହାତି ଜରୁରୀ। ତ ସେଥିଲାଗି ଆପଣମାନଙ୍କୁ ବହୁତ ବହୁତ ଧନ୍ୟବାଦ ଯେ ଆପଣ ପ୍ରପର ଟାଇମରେ ଆସିଲେ ସମସ୍ତେ, ଆଉ ନିଜର ମତ ବି ଦେଲେ। ୟା ଦ୍ୱାରା ଆମେ ପରସ୍ପର ଏକାଠି ବି ହେଇପାରୁଛେ, ଆଉ ନିଜର ଭାବର ଆଦାନ ପ୍ରଦାନ ବି ଆମେ କରିପାରୁଛେ। ବହୁତ ବହୁତ ଧନ୍ୟବାଦ। ଆଜି ପାଇଁ ଏତିକି। ସାର୍ ଟିକେ ସମୟ ଅଲରେଡି ଲିଙ୍କ ପଠେଇ, ହେଇଗଲାଣି, ପୁଣି ଆମେ। ସାର୍ ଗୋଟେ ମେସେଜ ଦିଅନ୍ତୁ। ହ୍ୟାଲୋ ହଁ ସାର୍, ହଁ, ଗୋଟେ ମେସେଜ ଦିଅନ୍ତୁ ଆଜି ଲାଷ୍ଟ ଡେଟ୍ ବୋଲି। କାହିଁକି ଗୋଟେ ମେସେଜ ପଠେଇଲେ ଭଲ ହବ। ଆଚ୍ଛା ଆଚ୍ଛା, ଓକେ। ଓକେ, ଠିକ ଅଛି, ମୁଁ ମେସେଜ କରିଦଉଛି। ଆଜ୍ଞା ଓକେ, ଆଜ୍ଞା ସାର୍। ସମସ୍ତଙ୍କୁ ନମସ୍କାର, ଜୟ ସାର୍ ଆର୍ସି। ନମସ୍କାର ସାର୍, ନମସ୍କାର। ଜୟ ଆସି ଜୟ ଆସି। ଜୟ ଶ୍ୟାମ।